हाय डियर फ्रेंड्स ଆଉ ଗୋଟେ ନୂଆ ଭିଡିଓରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆରେ ଭାବୁଛନ୍ତି କି ଆଜି ମୁଁ ଡ୍ରଇଂ କରିବା ଛାଡି କଣ ଲାପଟପ୍ ଧରି ବସି ଯାଇଛି? କିଛି ଖାସ୍ କାମ ପାଇଁ ଲାପଟପ୍ ଆଣିଥିଲି। ହେଲେ ଲାପଟପରେ ମୋର ପୁରୁଣା ଫଟୋ ଗୁଡା ଦେଖି ସେଇଠି ହିଁ ଅଟକି ଗଲି। ଏମିତିରେ ପୁରୁଣା ଫଟୋ ଦେଖିବାକୁ କେଡେ ମଜା ଲାଗେ ନା? ଛାଡନ୍ତୁ। ତାପରେ ମୁଁ ମୋ କାମ ଆରମ୍ଭ କରିଦେଲି। ଆଜି ଲାପଟପରେ ମୁଁ ମ୍ୟାଜିକାଲ ଫରେଷ୍ଟ ଇମେଜ ସର୍ଚ୍ଚ କରୁଥିଲି। ଆରେ ଯୋଉ ପରୀମାନଙ୍କର କାହାଣୀରେ ନଥାଏ, ହଁ ଠିକ ସେଇ ସବୁ। ତ ଗୋଟେ ଇମେଜ ସିଲେକ୍ଟ କରିଲି ଆଉ ପେଣ୍ଟ କରିବା ଷ୍ଟାର୍ଟ କରିଦେଇଥିଲି। ଆଚ୍ଛା, ଆପଣମାନଙ୍କର ମନେ ଅଛି ଥରେ ମୁଁ କହିଥିଲି ବୁଢୀମା ଠାରୁ ପରିରାଇଜର କାହାଣୀ ଶୁଣିବାକୁ ମତେ ଭାରି ଭଲ ଲାଗେ। ଆଉ ସବୁବେଳେ ମନରେ ପ୍ରଶ୍ନ ସୃଷ୍ଟି ହୁଏ, ସେ ପରିରାଇଜଟା କେମିତି ହେଇଥିବ? ବହୁତ ସାରା ଟିଭି ସିରିଏଲରେ ବି ଦେଖିଛି ପରୀମାନଙ୍କର ସେଇ ମ୍ୟାଜିକାଲ ଫରେଷ୍ଟ ସତରେ ଭାରି ବଢିଆ ଲାଗେ। ମୋର ସବୁବେଳେ ଇଚ୍ଛା ହୁଏ ପରୀ ଆଉ ଅପ୍ସରୀ ମାନଙ୍କ ଭଳି ମୋ ପାଖରେ ବି ଯାଦୁ ଥିଲେ କେତେ ବଢିଆ ହେଇଥାନ୍ତା। ଆଚ୍ଛା, ଆପଣ ମାନେ କହିଲେ ଆପଣଙ୍କ ପାଖରେ ଯାଦୁ ଥିଲେ ଆପଣ କଣ କରିଥାନ୍ତେ? କିନ୍ତୁ ଯାହା ହଉ, ଆଜିର ପେଣ୍ଟିଂ ମୋର ପିଲାଦିନର ସେ ଗପ ଗୁଡାକୁ ପୁଣି ତାଜା କରିଦେଲା। ହେଲେ ପେଣ୍ଟିଂ ଆପଣଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କହିବେ। ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ ଆଉ ଭିଡିଓକୁ ଲାଇକ୍ ଟେ କରିଦେବେ। ବାଏ ବାଏ।